प्रभु जगत पिता जगत कर्ता जगत व्यापक अनंत नारायण भगवत पुरुष श्रीमन श्री सत्यनारायण चरण विद्यार्थे मंगलमय शंकर भगवान चरण विद्यार्थे सर्वे बोल वंदे कुमार हरि हरि बोल। सरदायनी वरदायनी माँ झंकरवासिनी का चरण विद्यार्थे माँ सिद्ध नारायणी का चरण विद्यार्थे माँ सर्वदेवी का चरण विद्यार्थे सर्वे बोल वंदे कुमार हरि हरि बोल। समस्त साहित्य विभाग माँ भौरी मान ठकुना कुनी पिला मानकर हे देश ग्राम अनुष्ठान सर्वस्व निकाले समस्त गली धान करंतु सर्वे बोल वंदे कुमार हरि हरि बोल। मांगलिक महत अनुष्ठान साहित्य सांस्कृतिक कार्यक्रम आज द्वितीय रजनी द्वितीय रजनी द्वितीय पर्याय क्षुद्र कलाकार हिसाब से पवित्रमय दरबार आसी आम 5 जन संगीत आसी भाई आलोचना समालोचना पर्यालोचना को लेकिन होची पाला प्रत्येक वर्ष पर ए वर्ष मध्य आनुष्ठानिक पाला ए बादपालार नियम हुआ कौन ना आलोचना समालोचना पर्यालोचना को लेकिन होची पाला पूर्व जो पाला वाला आसीथिले से आलोचना करि देई गले पछरे जो पाला वाला आसीबे ताको समालोचना करिवे बाबू मान हमर समस्त पर्यालोचना करिवे कि नहीं। अच्छा बायको को कहिबो से बायको बंधु कोन केमिति कले भूल भाले ठीक ठाक तमे ताक दे कुह तारी कर हम इंजीनियर ना माडी आसी आउ देरी न करी सुमुक माने आजी नहीं भाई बायको प्रथम महला बाद्य दाई को पळे आसो बाद्य नो बाद्य बाद्य कोजी बाद्य बात ते नबो ए राखो जी र हां सुन नहीं भाई हां बाध्य कर्तव्य हला भाई करो बजेबा हां ता धर्म हां हां पूर्व आलोचना बड़ भाई हमर से पूजस्पद होबे हां से बड़ भाई हेबे आउ हमें सानो भाई हेबा हां सानो भाई तमे हां ताको कथा रे तमे भाई हो विद्या यान विवाद आयो ये विद्या रो होची लड़ाई हां 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 विद्या रो लड़ाई लड़ाई ये दुई ठेंगा मारो नु आउ ये प्रकृत कलाकार गा हां ना ठेंगारे माड़ा गोडी हेले तुमको से बाड़े देबे जा हो ननांकर आत्मा शांति पाऊ हां तांको देखले तो सब मन पड़ी जाउची हां साइकिल नै कि हमें जाइजु आज्ञा पाला देखि हां तांकरी गोड़ भी मु घसीची हां अमरेश्वर दास तांको गोड़ घसीची मो गुरुंगर गोड़ भी घसीची ननांकर कम तन घसी घसी गोड़ हाथ तथापि आज्ञा हमें कलाकार हेई पानु ना ना हां हां छाड़ी दियो से कथा हां तांको देखले तो मन पड़िबो हां दई भाई बोलो हमें हम कर्तव्य करिवा हां कहिले मृदंग कोन तीनटा नाम तीनटा भांग अछि हां तीनटा काउरे जन्म नैछि हां हां हां
ଆକାଶ ତ୍ରିଭୁବନ ଯୋଉ ପାତାଳ କହିଲେ ହଁ। ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିଲେ ହଁ ହଁ। ଏ ତିନି ଭଙ୍ଗୀରେ କାହିଁ ହେଇଛି ହଁ ମୃଦଙ୍ଗ ବ୍ରହ୍ମ କିଏ କିଏ ଏ ଆଲୋଚନା କରୁ କରୁ ସମୟ ଗଲା ହଁ। ତାକୁ ଆଲୋଚନା କରିପାରିଲେନି ନା ମାନେ ବେଙ୍ଗା ହେଇଗଲା ଆଉ ମୃଦଙ୍ଗ ବ୍ରହ୍ମ ରୂପେଣ ହଁ। ଲାବଣ୍ୟ ରସମାଧୁରୀ ତ୍ରୟବ ସମାଯୁକ୍ତ ମୃଦଙ୍ଗ ଆଜ୍ଞା ହେଲା ବ୍ରହ୍ମ ହଁ ମୃଦଙ୍ଗ ଯିଏ ସିଏ ଚୈତନ୍ୟ ମହାପ୍ରଭୁ ହଁ ହଁ ସେଇ ଜଗନ୍ନାଥ ହଁ ସେଇ ରାମ ରାମ ସେଇ କୃଷ୍ଣ ସେଇ ଯୀଶୁ ମହମ୍ମଦ ଆଲ୍ଲାହ ସବୁ ହେଲେ ସେଇ ସବୁ ଏକା ଯଦି ଆଜ୍ଞା ମୃଦଙ୍ଗ ହେଲେ ସ୍ୱୟଂ ଜଗନ୍ନାଥ ହଁ। ମୃଦଙ୍ଗ ହେଲା ବ୍ରହ୍ମ ହଁ। ମୃଦଙ୍ଗ ବ୍ରହ୍ମ କେମିତି କହିଲନି କେମିତି ହଁ ହେ ବ୍ରହ୍ମ ମୃଦଙ୍ଗ ଜାଣେ। ଏଠି ବି ଲୋକ ବହିଛନ୍ତି ସବୁ ଜାଣିଛନ୍ତି ଆମେ ବି ବସାଘରେ ଖବର ପାଉଛୁ। କଳାକାର ବାପା ଏଠି ଭର୍ତ୍ତି ହଁ? ହଁ ତେଣୁକରି ମୋର ପୂଜାସ୍ପଦ ବଡ ଭାଇ ଟୁଟୁ ଭାଇ ଏଠି ଅଛନ୍ତି ନା ମୁଁ ଜାଣିପାରୁନି ହଁ ସିଏ ମତେ କହିଲେ ଆଗେଇକି ପାଲା କରିବ ଆମର ଏଠି ସମସ୍ତେ ଜ୍ଞାନୀ ସେ କହିଛନ୍ତି ପାଲା ଅଳ୍ପ ଟିକେ ଦେଖିକି ଯିବେ ହଁ ହଁ ତେଣୁକରି ତାଙ୍କ ପଦରେ ଆମର ଅନନ୍ତ କୋଟି ପ୍ରଣାମ ତାଙ୍କୁ ଦେଖି ଦେଖି ଆମେ ପାଲା କରିଛୁ ହଁ ହଁ ଦଳେ ଭାଇ ମୃଦଙ୍ଗ ବ୍ରହ୍ମ କେମିତି କେମିତି ଆଜ୍ଞା ଷୋଳ କଳାରେ ବିଜେ ହେଲେ ଜଗନ୍ନାଥ ହଁ ଜଗନ୍ନାଥ ଯିଏ ସେ ହେଲେ ମୃଦଙ୍ଗ ମୃଦଙ୍ଗ ମୃଦଙ୍ଗର ଦୁଇଟି ଡୋଳା ଅଛି ଡୋଳା ଅଛି ଦେଖିଲ ଏପଟେ ଗୋଟାଏ ସେପଟେ ଗୋଟାଏ ହଁ ଗୋଟା ବଡ ଗୋଟା ସାନ ତେଣୁକରି ଇଏ ହେଲେ ଜଗନ୍ନାଥ 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 ହେଲେ ଷୋଳ କଳାରେ ବିଜେ ହଁ ମୃଦଙ୍ଗ ଦେଖିବା ବ୍ରହ୍ମ କେମିତି 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 ହଁ ପାଲା ବାଲା ଶୁଣରେ ଡାଲିରେ ଲୁଣ ପକେଇ ଦେବି ଏଇ ଭାଇ ଓ ଏକଟୁ ଷୋଳ ଯାଇ କଣ କଳା କେଇଟା ଏ କୁଣ ଏକରେ ହେଲା ଆଜ୍ଞା ବ୍ରହ୍ମ ବ୍ରହ୍ମ ଏକ ବ୍ରହ୍ମ ଦୈବ ନାସ୍ତି ନାସ୍ତି ଏ ସଂସାର ତାଙ୍କ ଭଳିଆ କେହି ନାହାନ୍ତି ନା ହଁ? ନା ଯିଏ ହରି ହଁ। ନାରାୟଣ ହଁ। ତାଙ୍କ ଭଳିଆ ଡୁପ୍ଲିକେଟ କେହି ବାହାରି ନାହାନ୍ତି ନା ବାହାରିବେନି ନା 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 ତେଣୁକରି ଏକ ବ୍ରହ୍ମ ଦୈବ ନାସ୍ତି ନାସ୍ତି ଦୁଇରେ ସବୁ ହେଲା ସଂସାରର ଦୁଇ ଦୁଇ ସାନ ବଡ ହସ ଦୁଃଖ ଗାୟକ ବାୟକ ସ୍ୱାମୀ ସ୍ତ୍ରୀ ଭଲ ମନ୍ଦ ହାନି ଲାଭ ସବୁ ହେଲା ଆଜ୍ଞା ସଂସାରର ଦୁଇ ଦୁଇ ବୋପା ମା ତିନିରେ ତ୍ରିଭୁବନ ତ୍ରିଗୁଣ ହଁ ଚାରିରେ ଚାରିରେ ଚାରି ଧାମ ଚାରି ନାମ ହଁ। ଚାରି ଯୁଗ ହଁ। ପାଞ୍ଚରେ ପଞ୍ଚଭୂତ ପଞ୍ଚଭୂତ ଛଅରେ ଷଡ଼ଚକ୍ର ଷଡ଼ଚକ୍ର। ସାତରେ ସାତରେ ସାତ ସତ ସାତ ବାର ତାପରେ ଆଠ ଆଉ ମନେ ପଡୁନଥିବ ତମର ହଁ ନାଇଁ ମୋର ହଉ ସାତରେ ସାତ ବାର ହଁ। ଆଠରେ ଅଷ୍ଟଜଳ ବେଶ। ନଅରେ ନବଧା ଭକ୍ତି ଭକ୍ତି। ଦଶରେ ଦଶ ଦ୍ୱାର ହଁ। ଏଗାରରେ ଏଗାର ଇନ୍ଦ୍ରିୟ ହଁ। ବାରରେ ସୂର୍ଯ୍ୟ ହଁ। ତେରରେ କାକପାଦ ହଁ। ଚଉଦରେ ଚଉଦ ଭୁବନ ଭୁବନ। ପନ୍ଦରରେ 15 ତୀର୍ଥ ହଁ। ଷୋହଳରେ 16 କଳାରେ ବିଜେ ଜଗନ୍ନାଥ ମୃଦଙ୍ଗ ବ୍ରହ୍ମ କେମିତି ଟିକେ ବୁଝେଇବ ଭଲରେ ନା ଆଉ ହଁ ଆମେ କାଲି କରିବା ଛାଡ଼ି ଦିଅ କାଲି ହଁ। ପ୍ରଥମ ପାଲି ପ୍ରଥମ ଥାକ କାଲି କେମିତି ହବ ସବୁ ପ୍ରଭୁଙ୍କ ଉପରେ ଆଉ ବାଦ୍ୟ ସବୁ- କେମିତି ବିଗାଡ଼ି ବାଜିବ? ଦେଲେ ହଁ? ସବୁ ବିଗାଡ଼ି ଦେଲେ ଏ ପୁଅ ବଜେଇ ଦିଅ ପଣ୍ଡେ ভোলানন্দে গওয়ার তোর দুলা ভাজা নাম ইয়ে দুলা ভাজা নাম আজি কলু গাড়ি ইয়ে মতারে হরি ভজন 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 হরি হ্যাঁ হ্যাঁ ইয়ে ভজন ছাড়ি অন্যান্য 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 ইয়ে মনরে হরি ভজন হরি ইয়ে ভজন ছাড়ি
ये मनोरे हरि ये मोटा पिठा गोल 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 ଆଉ ଗୋଲ ନାହିଁ ସବୁ ଲମ୍ବା ହେଇଗଲାଣି ଏଥର ସେଗୁଡ଼ା ଏଣ୍ଡୁଳି ପିଠା ଏଣ୍ଡୁଳି ଲମ୍ବା ଯୋଉଗୁରା ନୁହଁ ହଁ ଅଣ୍ଡିରା ପିଠା ଅଣ୍ଡ୍ରେ ନା ମାଇ ପିଠା ବୁଝିଲା ତେଣୁ ନମ୍ବିଲା ହେ ପ୍ରଭୁ ଚକା ଜଳା ଆଇସ୍କ୍ରିମ ପଛରେ ବାଉଁଶ କିଳା ସେଟା କାଠିଟା କାଠିଟା विश्व कल्याणमय चिन्मय चिर सुंदर श्रीमान श्री सत्यनारायण अभय सर्वे बोल प्रेमानंद सर्वे बोल प्रेमानंद मोर कोला में सहित तुम्हें पाला
नारायण स्वामी जय हे हेउ हेउ मो प्रभुंकर सर्व सदिच्छा पूर्ण हेउ आगे ए अनुष्ठान चिर कल्याण हेउ हां विश्वर सर्वव्यापी है सर्वमूल ब्रह्मानंद हरि बोला सत्य सनातन चिन्मय चिर सुंदर सुंदर अंदर अकारणि कारण अशरणे शरण पद्म फुलासलोचन चन्न चन्न मो हृदयर देवता मो आत्मार ठाकुर हां हां कोटि ओडियांकर मौड़मणि मो जगन्नाथ स्वामीकर आज्ञा चरण कमल तले हां हां आज्ञा आज्ञा भगवान नारायण विष्णु परम पुरुषंकर पदाब्जर अनंत कोटि भक्तिपूत प्रणाम आदे आदे सत्य दुर्गा दुर्गते नाशनी मंगलमयी देवी भगवती मान सर्वदार बिंदरे कोटि कोटि मोथालोटा प्रणाम आज्ञा मंच चतुर्दश वर्णना करथि मोर कला प्रेमी साहित्य प्रेमी भगवत प्रेमी रामायण प्रेमी गीता प्रेमी सर्वदर्शन प्रेमी चतुर्मूलर प्रवीणता लाभ करथिबा मोर ज्ञानी गुणी पितृकर्म गुरुकर्म सज्जन मानक मोर कोटि कोटि प्रणाम पुराण दर्शनी महिषी मां मानक मोर प्रणाम युवपीढ़ भाई भौणी मानक स्नेह श्रद्धा भल पाइबा हां एवं कुना कुनी पुओ झिया मानक स्नेह श्रद्धा आंतरिकता शुभेच्छा हेउथिला पाला हेबा वर्तमान पाला धर धर ए हे तरा उषुम पला ये वा गरम पला तापर चतला पला बाबूरे श्रद्धेय सान भौणी मोर प्रथम पर्यायर पंचासना होई पाला परिवेशन करुथिले सत किंतु आज्ञा मान्य मोर हे मोर ज्ञानी गुणी विदग्ध श्रोता वर्गे आपण मानकर ज्ञानदारी माने आपण माने चिंतन करिथिबे तांको पालार तर्जमा केते पालार तांकर केते गभीरता अछि तांको पालार केते तथ्य अछि केते तत्व अछि केते निर्ज्ञान अछि केते चेन दैति गत कहउथि तांको पाला तांको वाक्य गठनर शैली तांको पुराण को संयोजन करिवार जो रीतिनीति ता भीतर की सुंदर निर्यास अछि ना मझिरे मझिरे खाली खाप छड़ा होय तांको कथा एवं पुराण चर्चा आपण मानक भली ज्ञानी गुणी व्यक्ति मानक अधिक कोन कहबे आपण सब किछ जानि पाउथिबे कथारे कोनते खजरे गछर के गुण गाइबे मूलर पाहाज पाहाज जहा मो भौणी कर पाला करिवार शैली हला ताहा माने गछरे दाब देई देई बढाई देई देई मरि बसे गछ अनेक त्रुटि तांका पालारे अछि अनेक भूल अछि तेबे हे मोर ज्ञानी गुणी सज्जन वर्गे मां माने मोर आपण माने स्थिर होई तबे पाला श्रवण करिवार प्रयास रखिबे पर जा होना काहे कि ससवे के बसले भलो तेणु निश्चित गोटे गोटे करी सबु तर्जमा करा जिवो भौणी मत गोटे प्रश्न देइछन जेबा महादेवंकर मस्तक रहिला गंगा नदी तांकर बाम पार्श्व रहिला मा पार्वती सिए किंतु कहउछन्ति शिवंकर दक्षिण पार्श्व अछन्ति पार्वती समस्त जानते नारी मान हला पुरुष मानकर बामांगी पुरुष मानकर बाम पार्श्वर नारी मान शोभिता तेणु भौणीकर कथा कहबार केते भूल रहउछि भाई भौणी तमर गोटे बायरी कहिबनी अत्युक्ति हेबनी अरे कथा कहू कहू सुरेंद्र कहिला जदि मा मानकर दुइटी लेखा स्वामी ताले मो मौसा मानकर केतेटा स्वामी ना दुइटा स्वामी मौसा मानकर मध्य आपण माने सुनि
ବୁଝିଛନ୍ତି ନା ନାଇଁ ଆଜ୍ଞା ସେ କଥା କହିଛନ୍ତି କି ନାଇଁ ତେଣୁ ଏମିତି ବହୁତ ତାଙ୍କର ଭୁଲ ଅଛି କଥା କହିବାର ଆଉ ଭଉଣୀ ମତେ ପ୍ରଶ୍ନ ଦେଇଛନ୍ତି ତେବେ ଯଦି ମା ପାର୍ବତୀ ମାସକୁ ମାସ ଏ ରଜସ୍ଖଳା ହୁଅନ୍ତି ତେବେ ଶିବ ଶଙ୍କର ପବିତ୍ର ହୁଅନ୍ତି କେତେବେଳେ କେଉଁ ପବିତ୍ର ତୀର୍ଥ ଜଳରେ ସ୍ନାନ କଲେ ତାଙ୍କ ଦେହର ପାପ ମୋଚନ ହୁଏ ତାଙ୍କ ପାପ ମୋଚନ କିଏ କରନ୍ତି ଇଏ ତ ଗୋଟେ ଚୁଟକିରେ କହିବାର ଉତ୍ତର ଇଏ ଗୋଟେ ପ୍ରଶ୍ନ ଇଏ ଗୋଟେ ପ୍ରଶ୍ନ ଏ ସଂସାରୀ ଘରର ପାଲନ ପାରାକୁ କୁଲା ଧାମ ଧାମ ଦରା अरे बम करे दिले बोले तो धूरी धूरी ସନ୍ଥ କବି ଭୀମ ଭୋଇ ଆଜ୍ଞା କଣ ଲେଖିଲେ କହିଲେ ବନ ଉସ୍ତେ ବ୍ୟାଘ୍ର ଲାଉ पाठ बोला ଏଇ ପାଳୁଆ ତମେ କୋଉଠି କଣ ଦେଖଉଥିବ ନା ତମ ବଡିମା ତମ ବାହାଦୁରୀ लंठन देखो रे ମା ମୋର ଆସିଲେଣି ଶ୍ରଦ୍ଧେୟ ଉପହାର ଆଣିକି ପୁଷ୍ପମାଲ୍ୟ ସହିତ ଉତ୍ତରୀୟ ହଉ ଯୁଧିଷ୍ଠିର ସେ ଜାତ କନ୍ୟା ନକୁଳବତୀ ବାଇତା ସହଦେବର ସପୁତ୍ରିତା ସା କନ୍ୟା ବରଦ ଭବ ତରକାରୀ ପ୍ରେମନନ ରସଗୋଲା ଅଧିନାୟକ ସିଙ୍ଗଡ଼ା କଚୁରୀ ଶୈବ ତେପି ରକ୍ଷନ୍ତ ସର୍ବଦା ତେବେ ବରେଣ୍ୟ ଜ୍ଞାନୀ ସନ୍ତ କହିଲେ କହିବନି ପୁଙ୍କଧାର ଏକାଦଶୀ କାରଣ ଜାଗର ପରେ ଅମାବାସ୍ୟା ପୂର୍ବରୁ ଯେଉଁ ପୁଙ୍କଧାର ଏକାଦଶୀଟି ପଡିଥାଏ ବର୍ଷ ସାରା ପଙ୍କ କାଦୁଅ ଜଳ ମଧ୍ୟରେ ଡୁବି ରହିଥିବା ଲୋକନାଥ ମହାଦେବ ବର୍ଷକର ଥରେ ମାତ୍ର ବାହାରକୁ ଉତ୍ଥାପିତ ହୁଅନ୍ତି ଆଜ୍ଞା ଭକ୍ତମାନଙ୍କୁ ଶ୍ରୀକ୍ଷେତ୍ରର ବା ପୁରୁଷୋତ୍ତମ କ୍ଷେତ୍ରରେ ପୂଜା ପାଉଥିବା ଲୋକନାଥ ମହାଦେବ ବର୍ଷକୁ ଥରେ ମାତ୍ର ପୂଜା ପାଆନ୍ତି ବାହାରକୁ ଭକ୍ତକୁ ଦର୍ଶନ ଦିଅନ୍ତି ତାହେଲେ ପବିତ୍ର ତିଥି ଯାହାକୁ ଆମେ ପଙ୍କଧାର ଏକାଦଶୀ ବୋଲି କହୁଛେ ତେଣୁ ଭଉଣୀ ମୋର କହିଲେ ପଙ୍କଧାର ଏକାଦଶୀ କହିବନି ଇଏ ସଂସାରବାସୀକୁ ସୁରକ୍ଷିତ ରଖିବା ପାଇଁ ସମୁଦ୍ର ମନ୍ଥନ ବେଳେ ଆଜ୍ଞା ବାସୁକି ନାଗମୁଖରୁ ବାହାରିଥିବା ହଳାହଳ ବିଷକୁ ପାନ କରି ଦେବଦେବ ମହାଦେବ ସଂଜ୍ଞାହୀନ ହୋଇ ପଡିଲେ ତେଣୁ ମହାଦେବଙ୍କର ପୁନର୍ଜୀବନ ଲାଭ ନିମନ୍ତେ ମହାଦେବଙ୍କ ମସ୍ତକରେ ଚନ୍ଦ୍ର ଯାହାଙ୍କ ଦ୍ୱାରା ଅମୃତ ଅଛି ସେ ଅମୃତ ଧରି ଚନ୍ଦ୍ରଙ୍କଣି ସ୍ଥାପନ କରାଗଲା ଗଙ୍ଗା ଯିଏ ସବୁବେଳେ ପତିତ ପାବନୀ ଆହ୍ଲାଦ ଦାୟିନୀ ଅତି ସୁଶୀତଳ ଜଳ ଧାରଣକାରିଣୀ ମା ଗଙ୍ଗା ଦେବୀଙ୍କୁ ମଧ୍ୟ ଶିବଙ୍କ ମସ୍ତକରେ ରଖାଗଲା ତେଣୁ କହିଲେ ସେ ପବିତ୍ର ତିଥିଟା ହେଉଛି ଆଜ୍ଞା ଜାଗର ତିଥି ଆମେ ମାନେ ସମସ୍ତେ ତାଙ୍କୁ ରାତିରେ ଉଜାଗର ରହି ପରିପାଳନ କରୁଛେ ସେହି ଦିବସଟିକୁ ତିଥିଟିକୁ ସ୍ମରଣ କରି ତେଣୁ କହିଲେ ସେଦିନକୁ କହିବନି ଶିବ ସେଦିନ ପବିତ୍ର ହୁଅନ୍ତି ବୋଲି ଆଉ ନା ଗଣ୍ଠି ପକାଇ ଦେଇଛି ଗଲ କଣ ଗଣ୍ଠି ମହାପ୍ରତ ଦିଟାକୁ ଛାଡିଦେଲେ ଆଉ କଣ ଶିବଙ୍କର ଗୋଟେ ସୁନ୍ଦର ମହୋତ୍ସବ ଅଛି ଯେଉଁଦିନ କି ଶିବ ଶଙ୍କର ପାପ ଧୌତ କରନ୍ତି ଆପଣ ଉତ୍ତର କହିଲେ କେବଳ ଶଙ୍କର ଭଗବାନ ନୁହନ୍ତି ଆଜ୍ଞା ତାଙ୍କ ସହିତ ଦୁଇ ନାରୀ ପବିତ୍ର ହୁଅନ୍ତି ଆଉ ଜଣେ ଦେବତା ମଧ୍ୟ ପବିତ୍ର ହୁଅନ୍ତି ଦୁଇ ନାରୀ ପବିତ୍ର ହୁଅନ୍ତି ଦେବତା ମାନେ ବି ପବିତ୍ର ହୁଅନ୍ତି ଏବଂ ସମସ୍ତ ଭକ୍ତା ମାନେ ମଧ୍ୟ ସେହି ଦିନ ପବିତ୍ର ହୋଇଯାନ୍ତି ପ୍ରଶ୍ନର ଉତ୍ତରଟା ବର୍ତ୍ତମାନ ଶୁଣିବେ ନା ଶେଷକୁ ଶୁଣିବେ ଆମେ କହୁଛୁ ଶେଷରେ ଶେଷରେ ବର୍ତ୍ତମାନ କହିଲେ ଉଠିଯିବେ
से जेमिति शेषक प्रश्नटा रखिछंती जीवा समय संपूर्ण आमे भी सेमिति पर्यायक्रमे रीतिनीति शैली अनुसार शेषर उत्तर देवाटा ठीक हबो ना कि नहीं आहुरी कथा अछि आरंभर अनेक समय पर्यंत कौनी मोर मंगलाचरण आगे आलोचना कले कोन कले कले जे से मंगलाचरण किछि मूल्य रखले नाही बार मूल्य रखिलानी कहले वृंदावती को जत्ता बड़ा जलधर रूप हरण कले जाई मायार प्रभु विष्णु हां काहे की हरण कले संसार मंगल पाई अच्छा हेले आज्ञा जलधर जो उत्पात करूथिला संसारे हां से ठीक करूथिला ना भूल करूथिला समस्त बरण्य ज्ञानी सुंदर दिए मन दे सुनंतु हमर प्रतिद्वंदी गायिका मो श्रद्धेया साना भौणी चिन्मयी मा चिन्मयी तुमे मध्य दिए मन दे के सुन केमिति पालाटा हुए से कहचंदी बड़ अपाक ठारू उत्तर मुके शिक्षी निश्चय निश्चय जानिबे सठिक भाबरे हार उत्तर दिया दिबो अच्छा विषय जे अधार छाडी छंती ताको मध्य परिपूर्ण करा दिबो तापर हमर आ गोटे नुवा विषय तबे से आते पाइलो जेउ कन्याटी हला बसंत मंगरी तार बापा के तार परिचय दे नाम नहीं पितृहरा कन्या कहि दई छंती से बसंत मंगरी को एमिति कोनो पल्ला हुए तमने बापा न थाई कि धुआ ते नहीं सब कथारा तर्जमा करा जिबा आज्ञा माना खाली स्थिरतार सहित अल्प समय पई अपेक्षा करत मते साथ दियो बास बास देबे आगे जलधर जहा करूतिला आपण माने जदि से कथा सुनिबे भाबिबे जलधर संपूर्ण ठीक कर्म करूतिला कारण सब पुअंकर हो ता बाप संपत्ति को सिया ही अधिकार करिवो आज्ञा समस्त बापा माने भाई माने मन लक्ष्य रखंतु आपणक भली योग्य संतान थाउ थाउ सुपुत्र थाउ थाउ अच्छा आपणक बापा संपत्ति को जदि समस्त विपर्जय करि देबे अच्छा अन्य माने आपणक बापा संपत्ति को लुंठन करिवे स्थिर चलिबे आपण माने केमिति धैर्य धरि चुप होई रहि परिबे तेबे जलधर सदन देवता मानक संगे काहे कि संग्राम करथिला काहे कि बाप संपत्ति के देवता माने निधन करि दैथिले तेबे जलधर रो बापा संपत्ति कोउरा को जलधरंकर बापा संपत्ति हेले चंद्र जलधरंकर बापा संपत्ति हेले अप्सरी माने जलधरंकर बापा संपत्ति हेले ऐरावत हस्ती उच्चश्रवा अश्व अमृत भाग कारण ज्ञानी सजन जलधरंकर पिता के नुहंती स्वयं वरुण देव बा समुद्र राज समुद्र जबे हेले बा वरुण देव जबे हेले जलधर पिता समुद्र रु बाहर समुद्र मंथन उत्पत्ति होइथिबा द्रव्य गुड़ाक समुद्र रो ना नाही तेणु बापार उत्तरदायक हिसाब रे जलधर से सब लाभ करबा दरकार ना त्याग धर्म होइबा दरकार से मूल्यवान संपत्ति गुड़िक तेणु जेते निज बापा संपत्ति को देवता मान छड़े आनिबा पाई प्रयास से तुम संग्राम करथिला जलधर सेते बेले देवता माने कूट करी ये नारायण को प्रथम जलधर आगे उठेली जेते बेले नारायण सहित युद्ध कले जलधर मां लक्ष्मी देवी आसी आगे क्या ये भौणीटा को तू विधवा कर देना रे मो भाई ये भौणीर मान मर्यादा संख्या संग्रह को रक्षा करो तेणु आगे से दिन बंधर कला को लक्ष्मी नारायण को निज गृह स्थान देला भौणी हेले जलंधर लक्ष्मी नारायण हेले भिणोई ये जलंधर पत्नी जाके तुलसी आगे सी हेले सया भाउज प्रभु नारायण करो ये निज घरे रही ससुर घरे रही सया भाउज स्कोन कले नारायण कौन ठीक कथा बापा एटा ठीक कथा कि
ତେବେ ଯେତେବେଳେ ଇଏ ଜଳଧର ରୂପକୁ ଧାରଣ କରି ନାରାୟଣ ଆସି ତୁଳସୀର ଚରିତ୍ର ସ୍ଖଳନ କଲେ ସେତିକି ବେଳେ ଶିବ ସଙ୍ଗେ ଯୁଦ୍ଧ ଲାଗିଥିଲା ପ୍ରକୃତ ଜଳନ୍ଧର। ଆଉ ଶିବ ତାଙ୍କ ତ୍ରିଶୂଳ ମନରେ ଜଳନ୍ଧରର ଗଣ୍ଡେର ମୁଣ୍ଡକୁ ଅଲଗା ଏଣେ ତୁଳସୀ ସହିତ ଜଳନ୍ଧର ରୂପରେ ନାରାୟଣ ସହବାସ କରୁଥିବା ସମୟରେ ଆଜ୍ଞା ଇଏ ଜଳନ୍ଧରର କଟା ମୁଣ୍ଡ ଆସି ତୁଳସୀ ସମ୍ମୁଖରେ ପଡ଼ିଲା। ଏଇଠି ତୁଳସୀ ଜାଣିଲା ମୋ ସ୍ୱାମୀ ତ ଯୁଦ୍ଧ କରୁଥିଲେ ଶିବଙ୍କ ସଙ୍ଗରେ, ତାଙ୍କ କଟା ମୁଣ୍ଡ ଆସି ଯଦି ମୋ ଆଗରେ ପଡ଼ିଲାଣି ତାହେଲେ ତୁମେ କିଏ? ସେଇଠି ପ୍ରକୃତ ପରିଚୟ ଦେଇ ଦେଇଥିଲେ ନାରାୟଣ। ଆଉ ନାରାୟଣକୁ ଯେତେବେଳେ ଚିହ୍ନି ଅଭିଶାପ ଦେଲେ ତୁଳସୀ, ସେତେବେଳେ ଭଉଣୀ ମୋର କେମିତି ଡାଇଲଗ ମାରୁଥିଲେ, ଇଏ ମହାକ୍ରୋଧରେ ଗୋଟା ସ୍ତ୍ରୀ ମା ମାନେ ଗୋଟା ସ୍ତ୍ରୀର ଗୋଟା ପରପୁରୁଷ ଚରିତ୍ର ସ୍ଖଳନ କରିଛି। ଗୋଟା ସ୍ତ୍ରୀକୁ ବିଧବା କରି ଦିଆଯାଇଛି ତା ସ୍ୱାମୀକୁ ବିନାଶ କରି କପଟ ଦ୍ୱାରା। ସେତେବେଳେ ଗେହ୍ଲେଇ ହେଇକି ତୁଳସୀ କହୁଥିଲେ, ହେ ନାରାୟଣ ତମେ ଯଦି ମୋ ଚରିତ୍ର ସ୍ଖଳନ କଲ ମୁଁ ଅଭିଶାପ ଦଉଛି ଗଣ୍ଡୁକୀ ନଦୀରେ ତୁମେ ପଥର ହେଇକି ରହିବ। ଏମିତି ଡାଇଲଗ ଦିଆଯିବା କଥା ଏ ସମୟରେ ସିଂହ ସର୍ଦ୍ଦା ସଳା ଭେଣି ସଳ ଭାଉଜ ଭିତରେ କଣ ଦେଖେଇଲେ ଆଉ କ୍ରୋଧର ଜଳୁଥିଲା ନା ତୁଳସୀ ହେଲା ରେ ବର୍ତ୍ତମାନ ପାପିଷ୍ଠ ଅହଙ୍କାରୀରେ ମାୟାବୀ କପଟି ନାରାୟଣ ତୁ କପଟ କରି ମୋ ଚରିତ୍ର ସ୍ଖଳନ କଲ, ମୋ ସ୍ୱାମୀକୁ ତୁମେ ମାନେ ବିନାଶ କଲ ମିଳିମିଶିକି, ସେଥିପାଇଁ ତୁ ଦାୟୀ ନାରାୟଣ। ତେଣୁ ମୁଁ ତତେ ଅଭିଶାପ ଦଉଛି। ଯେମିତି ଆଜି ତୁଳସୀ ନାରାୟଣଙ୍କୁ ଅଭିଶାପ ଦେଇଛନ୍ତି ସୁନ୍ଦର ପଦ ମାଧ୍ୟମରେ ଆଣିବା ଆପଣ ମାନଙ୍କର ଓଡିଆ ବେଦ ଓଡିଆ ଭାଗବତ ଲେଖିଲେ ଅତି ବଡି ଜଗନ୍ନାଥ ଦାସ। କଣ କହିଲେ ତୁଳସୀ? କହିଲେ ହେ ନାରାୟଣ ଶୁଣ ଶୁଣ ମୋର ଅଭିଶାପ। ନମୋ ସତ୍ୟ ନାରାୟଣ କହିଲେ ତୁ ଯେହେତୁ ମୋର ଚରିତ୍ର ସ୍ଖଳନ କରିଛୁ ଆଉ ମୁଁ ଯେବେ ସତୀ ସାଧ୍ୱୀ ପତିବ୍ରତା ନାରୀଟିଏ ହୋଇଥିବି ତେବେ ନିଶ୍ଚିତ ମୋର ଅଭିଶାପ ଠାରେ ଫଳପ୍ରଦ ହବ। ମୁଁ ଅଭିଶାପ ଦଉଛି ହେ ହରି ତୁମର ପାପ ଅଙ୍ଗଟା ଆଜିଠାରୁ ପାଷାଣ ହଉ। ଯେବେ ମୁଁ ତାଙ୍କର ଶଶୀ ପତିବ୍ରତା ସ୍ତ୍ରୀଟିଏ ହୋଇଥିବି ମୋ ସ୍ୱାମୀ କହିଲେ ମୋ ସ୍ୱାମୀ ଯେମିତି ଜିତୁଥିଲା ସେମିତି ମଧ୍ୟ ଜିତିବେ। ମୋ ସ୍ୱାମୀ ତମକୁ ତିଳ ତିଳ କରି ଦମନ କରିଛନ୍ତି, ତୁମକୁ ଏମିତି ଖଣ୍ଡ ବିଖଣ୍ଡିତ କରୁଥିବେ। ମୋ ସ୍ୱାମୀ ତୁମେ ପଥର ହେଇଗଲ ବଜ୍ରକାଟ ହୋଇ ତୁମକୁ ଖଣ୍ଡ ଖଣ୍ଡ କରି କାଟିବେ। ଆଜ୍ଞା ଗାୟକ କେଶରୀ ଉଦୟନାଥ ରଥ ଶର୍ମା କଣ ଲେଖିଛନ୍ତି? କହିଲେ ଅବିବେକୀ ସିନା କରନ୍ତି ଯୁକ୍ତି জ্ঞানী সূচক এ সংসার অভিশাপରୁ କେହି ମୁକ୍ତି ପାଇନାହାନ୍ତି। ଅଭିଶାପ ଲାଭ କରି ଆଜ୍ଞା ସହସ୍ରାକ୍ଷ ହୋଇଗଲା ଇନ୍ଦ୍ର, ଅଭିଶାପ ଲାଭ କରି ଆଜ୍ଞା ବ୍ରହ୍ମା ଅପୂଜ୍ୟ ହୋଇଗଲା ସଂସାରରେ, ସେଇ ଅଭିଶାପ ଲାଭ କରି ପାଷାଣ ହୋଇବେ ନିଶ୍ଚୟ ନାରାୟଣ। ତେଣୁ ମେହର ପୁଅ ଯାହା କହିଲେ କଣ କହିଲେ? ସାମାନ୍ୟ ନୁହେଁ ପତି ବ୍ରତା ପତିବ୍ରତା ନାରୀର ମହିମା
ଅଭିଶପ୍ତ ହେଲା ପରେ ନାରାୟଣ ହାତ ଯୋଡ଼ିଦେଲେ ବୃନ୍ଦାବତୀ ଦେବୀଙ୍କର ପାଦ ତଳେ ଆଣ୍ଠେଇ ପଡି କହିଲେ ହେ ମା ମତେ ମୁକ୍ତି ମିଳୁ ମା ମତେ ମୁକ୍ତି ମିଳୁ। ମୁଁ କଣ ସବୁଦିନ ପାଇଁ ଏମିତି ପାଷାଣ ହୋଇ ରହିଥିବି? ତୋ ସ୍ୱାମୀ ମତେ ଖଣ୍ଡ ବିଖଣ୍ଡିତ କରି କାଟୁଥିବ? ଏ ଦୁନିଆରେ ନାରାୟଣଙ୍କର କୃପା କଣ କାହାକୁ ଆଉ ମିଳିବ ନାହିଁ ମା ବୃନ୍ଦାବତୀ? ମତେ ସଂସାରରେ ପୂଜ୍ୟ ହେବା ପାଇଁ ତ ଟିକେ ସୌଭାଗ୍ୟ ଦିଅ ମା। ଆଜ୍ଞା ଯେଜନ ତପ ଆଚରନ୍ତି ଦେବତାଙ୍କ ବିଘ୍ନ ଚିନ୍ତି କି ନାଇଁ? ଏ ଦେବତା ମାନେ କାହାରି ନୁହନ୍ତି ଆଜ୍ଞା। ପୁଣି ନାରାୟଣ ମଧ୍ୟ ମହାକପଟି। ଯେତେବେଳେ ଏଇ ଅଭିଶାପରୁ ମୁକ୍ତି ପାଇବା ପାଇଁ ବାରମ୍ବାର ଜଳହସ୍ତ ନିବେଦନ କଲେ ବୃନ୍ଦାବତୀକୁ ପରେ ଏଡେ ବୃନ୍ଦାବତୀ ସେଇଠି ତାଙ୍କୁ ମୁକ୍ତିର ପଥ ବତେଇ ଦେଲେ। କହିଲେ ହଉ ଯା ନାରାୟଣ ମୁଁ ତୁମକୁ କହି ଦଉଛି ତୁମେ ପଥର ହେଲେ ମଧ୍ୟ ମୋ ଦୟାରୁ ତୁମେ ମଧ୍ୟ ଏ ସଂସାରରେ ପୂଜା ପାଇବ। ଆଉ କେମିତି କେମିତି ତୁମେ ପୂଜା ପାଇବ? ଲୋକରେ ହୋଇବ ତୁମେ ଯୋଉ ପାଷାଣ ରୂପ ଧାରଣ କରିବ ତୁମର ସେ ପାଷାଣ ରୂପଟା ହେବ ଗୋମତ ପର୍ବତ। ସେ ଗୋମତ ପର୍ବତକୁ ମୋ ସ୍ୱାମୀ ଖଣ୍ଡ ଖଣ୍ଡ କରି କାଟିବେ। ମୋ ସ୍ୱାମୀଙ୍କ ଦ୍ଵାରା କଟା ହେଇଥିବା ଖଣ୍ଡ ବିଖଣ୍ଡିତ ଅଂଶ ଗୁଡିକ ଗଣ୍ଡୁକି ଜଳରେ ପଡି ପବିତ୍ର ହେଲା ପରେ ତୋର ନାମ ହବ ବିଷ୍ଣୁଶୀଳ ବା ଶାଳଗ୍ରାମ। ତେଣୁ ମୋ ସ୍ୱାମୀ ଯୋଉ ପର୍ଯ୍ୟନ୍ତ ତୁମକୁ କାଟି ନଥିବେ ତୁମକୁ କେହି ପୂଜାର୍ଚ୍ଚନା କରିବେ ନାହିଁ କି ଲୋଡ଼ିବେ ନାହିଁ। ମୋ ସ୍ୱାମୀଙ୍କ ଦ୍ଵାରା ତୁମେ କଟା ହେଲା ପରେ ଗଣ୍ଡୁକି ନଦୀର ଗର୍ଭରେ ପଡିଲା ପରେ ତୁମେ ଯାଇ ଏ ସଂସାରରେ ପୂଜା ପାଇବ। ପୁରାଣ ଏମିତି ନା ମନ ଇଚ୍ଛା କହିଦେବ ତମେ ଯାଇକି ଗଣ୍ଡୁକି ନଦୀରେ ପଡିବ କି ନାଇଁ? ହଉ ତେବେ କଥା ସେତିକି ନୁହେଁ, ଆହୁରି ଅନେକ ଅଛି। ଆଗକୁ ସୁଯୋଗ ପାଇଲେ ଆଲୋଚନା କରିବା ଆଜ୍ଞା। ମାନେ ଗଲା କାଲି ରାତିରେ ମୁଁ ଗୋଟେ ପ୍ରଶ୍ନ ଦେଇଥିଲି ଭଉଣୀକୁ ଚାମର ଦିଅ ଯେ ନାରାୟଣଙ୍କ ଗଳାରେ ଯୋଉ ବର୍ଣ୍ଣମାଳିତ ଶୋଭା ପାଏ, ବର୍ଣ୍ଣମାଳା ଶୋଭା ପାଏ, ସେ ମାଳାରେ କେତୋଟି ଫୁଲ ଅଛି ଏବଂ ସେ ଫୁଲ ଗୁଡିକର ନାମ କଣ? ଭଉଣୀ କଣ କହିଲେ? ଉତ୍ତର ଜାଣିଥିଲେ ସିନା କହିଥାନ୍ତେ। ମନକୁ ମନ କହିଦେଲା ଛୁରିଆ ନା କନିଆରୀ ଏ ଟଗର ଏମିତି କହିଲେ କଣ ହବ? ଶ୍ଲୋକ ଗାଇଥାନ୍ତ, ଇଏ ତାର ଉଦାହରଣ ଦେଇଥାନ୍ତ, ନିର୍ଦ୍ଦେଶ କରିଥାନ୍ତ, ବୁଝାଇଥାନ୍ତ, ତେବେ ଯାଇ ତୁମ ଉତ୍ତରଟା ଠିକ ହୋଇଥାନ୍ତା। ସେ କଥା ମଧ୍ୟ ଆମେ ଆଗକୁ କହିବା। ତେଣୁ ଏଇଠି ଏତିକି ମହାପ୍ରଭୁ ନାରାୟଣଙ୍କ ପାଖରେ ଆତ୍ମନିବେଦନ କରିବି କି ସେ ପ୍ରଭୁ ସକଳ ଘଟରେ ବିଦ୍ୟମାନ ହୋଇଥିବା ପ୍ରଭୁ ଜନାର୍ଦ୍ଦନ ନାରାୟଣ ଜଗନ୍ନାଥ ସ୍ୱାମୀ ଏବଂ ଏ ପୀଠର ଆରାଧ୍ୟ ଦେବ ଲୋକନାଥ ମହାଦେବ ଆବାଳ ବୃଦ୍ଧ ବନିତା ପ୍ରିୟ ଦର୍ଶକ ଦର୍ଶିକାଙ୍କର ଏହି କମିଟିର ସମସ୍ତ ସଦସ୍ୟ ବୃନ୍ଦଙ୍କର ସାହିବାସୀଙ୍କର ଗ୍ରାମବାସୀଙ୍କର ପାଲାଚାର୍ଯ୍ୟ ସମେତ ସାରା ବିଶ୍ୱବାସୀଙ୍କର ସର୍ବମଙ୍ଗଳ କରନ୍ତୁ। ସର୍ବ ବୋଲ ପ୍ରେମାନନ୍ଦ ଗୋପାଳ ହରି ହରି ଦୀପଟିଏ କରି ଦିଆ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି ତୋହରି ସେବାରେ ସିଂହ ଦୁଆରେ ତୋହରି ସେବାରେ ସିଂହ ଦୁଆରେ ଜଳି ଜଳି ଲିଭିଯିବି।
ଦୀପଟିଏ ମତେ କରିଦିଅ ପ୍ରଭୁ ଶ୍ରୀମନ୍ଦିରେ ଜଳୁଥିବି ତୋର ସେବାରେ ତୋ ସିଂହ ଦୁଆରେ ତୋ ସିଂହ ଦୁଆରେ ଜଳି 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 ଦୀପଟିଏ ମତେ କରିଦିଅ ପ୍ରଭୁ ଦୀପ ପାରୁଥିବି ନୀତି ତୋର ଦର୍ଶନ ପାରୁଥିବି ନୀତି ତୋର
ଜଳେ ଜଳେ ଲିଭି ଯିବି। ହଉ ଜୟ ଜୟ ଜଗନ୍ନାଥ ନୀଳାଦ୍ରି ମଣ୍ଡଳ। सम्मुख सुंदर विषय उपस्थापन कराजिबो तेबे कथारा कोन भौणी हमर जो प्रसंगति छाड़ी के जाई छंती झियटीर नाम बसंता मंजरी से भल पाइछि बरणमाला देइछि गोटे राक्षस को तार नाम हला जपासुर कि नहीं से कन्याटीर बापा आउ किए किया गया सही जपासुर झिया जे बापा को विवाह करछि तेबे जेता बड़ा न जानी पारी पितार परिचय न पाई युवती कन्या बसंत मंजरी बापा को बरणमाला अर्पण करिछि आउ केछि क्षण परे जे बरुसी प्रवेशिले आउ किस कलु किस कली कहिले रे भलो किछि समय पर देवर्षि नारदासी पहुंचिले कहले मां को कोन कलम सारी देलु सब सारी देलु कोन कलु चंडाली सब सारी देलु तू सारी देलु ना तू पापी होई गलो शेषरे जाओ एठी नारद ताको दसेले तुमे बापा को बरणमाला दे विवाह को पाप अर्जन करछो से पापरु मुक्ति न मिलिले तुमे तो नरक को जीव तेणु ना तेबे मु विवाह करबी काहा को ना जिए तुमको पाप मुक्त करि परिबो के नाही तेणु किए पाप मुक्त करिबो सेठी नारद कहिला जिए स्वर्गर गंगा जल आउ शिव मुंडर विभूति आनी तुमको देई परिबो तुमे विभूति बोली हेबो गंगा जल रे स्नान कला परे तुमे रही पाप मुक्त होइबो तांको विषय को स्वल्प समय सारुची गला काली रघुवंश महाकाव्य करथिली कालिदास को लेखा से खाली 14 अक्षर रे सारिला गोटी हेले श्लोक से गाई ना कालिदास को रघुवंश महाकाव्य एतद व्यतीत परे एवं आज जेहेतु तांकर प्रथम पाली थिला आज्ञा सिए मध्य अनुरूप भाबर गोटे काव्य करबा कथा जेहेतु बाध्यताला मंचरे चहुछंती काव्य कविता शिखिकी आसीबो ना ए दाही ताइका विषय गोटे जार ना नाही गा नाही से विषय करबा माळिया ए जहा को कहंती माळे पट्टी भଳି तने पाला करिबो हमर 14 अक्षर रे पाला तेबे शेषरे विवाह वाला कहा संग ना कंदर्प जाकी भगवान कृष्ण पुत्र
कार्तिक चाहते विवाह करने इंद्रकर पुत्र चित्रसेन चाहते विवाह करने किंतु कृष्णकर पुत्र कंदर्प गंगा स्वर्ग गंगा जल एवं शिवंकर विभूति आनी देबारु कन्याटी तांको स्वामी रूपे वरण करिसंती ये गला अच्छा राक्षसर मृत्यु हब केमिति र थय मोरम बसिए तेबे खाली कहले राक्षस बर मागिथिला शिवंकु मु जଳରେ मरिबेनी स्थଳରେ मरिबेनी पवନରେ मरिबेनी अग्निरे मरिबेनी एतिकिरे कोन कथा सरी जाय जणे जदि देवतांको बर मागेला तेबे केमिति तार मृत्यु हब से कथा ना मागे नाही कि नहीं काई भौणी तो कथा कहिलेनी पाला कोन एमिति हुए तेबे से कोन बर मागिथिला जेबे रति आसे मो आगरे नृत्य करिबे तो द्रौपदी आसेबे पार्वती आसेबे से पार्वती मते खड़गर विनाश करिबे आ मो मुंड को देबे यज्ञसनी पादरे दलिबे सेति केवल जाई मोर विनाश होइबो आउ एथिपाई तिंदीपुर सांबादिक जाई देवर्षि नारद सबु कार्यर आयोजन करदेले शेषरे सेया हेला आगे एणे रति देवी को ओणा जाई तांका आगर नृत्य करा गला मां पार्वती देवी दुर्गतिनाश दुर्गा तांको खड़गरे छेदन कले जटासुर शिर एणे जाग्य सन्यास से कटामुंड को मंथन कले बा दलन कले तेबे जाई राक्षस मुक्त होइला धरा आउ तापर कृष्ण पुओ कंदर्प को विवाह करछन्ती से बसंत मंजरी विषय तांकर समाप्त तेणु वर्तमान आमर एक सुंदर आलोचना आनिबा आम प्रसंग रे गति करिबा जो सुंदर पद्धति को आपण का आगे आज्ञा प्रयास रखुते बयान करबा पई ताहा कोन मु रचना करछि ना ओला सुनी मठ महंत संत अर्कित दास सुना करो अर्कित दास कौन लिखिले समस्त ज्ञानी सज्जन मोर लक्ष्य रखंतु कौन कहिले कहले उहाँ सोनी सेर चंद्र दर्शन उहाँ सोनी सेर चंद्र दर्शन बाप न थाई की आज्ञा माने बाप न थाई की अड़ुआ तड़ुआ नागिला ताक पाला डुए पाला बळई गलानी हां अरे कौन ओडुआ तड़ुआ लागिला मो काने रे पदौरा पहिला डु पड़े फे पछी से पा हार जा पाप नाशन करिया गइछ ना पाप बळई गइछ पाप मोचन अर्थे सुंदर सांस्कृतिक आनुष्ठानिक कार्यक्रम पाला आज्ञा कौन असुविधा है ए उआस निशिरे चंद्र दर्शन उआस कहिला कोन जाइछु अमास्या अमावास्या रात्रि हां सेई दिन आम मानकर जीवन एवं जन्म सार्थक हबार दळई हां जेउन घन अंधकार पूर्ण अमावास्या रात्रि आम चंद्र को दर्शन करि परिबा बुझलो जेते बेले तू अमावास्या रात्रि घन अंधकार भीतर चंद्रमा को दर्शन करिबो आज्ञा सेति केवल तो जन्म धन्य होइबो सार्थक होइबो अच्छा ता तोरटा को कहिले बाप न थाई कि पुओ जन्म ये गालुआ पाला अण बापुआर पण होइला बाप न थाई पुओ काहू होइला ए पाला हमर चलिबनी ता हम पळेबा पछे कहूची नन्ना खाइया को देलेनी बसा घरे खाइ के सोया ए गालुआ पाला दरकार नै ना हे मोर बरेंगे ज्ञानी सत्य बोले उहास रात्रि चंद्र दर्शन दर्शन अरे अमावास्या रात्रि कला किटी किटी अंधार रात्रि चंद्रमा कोड आसी
ସେଦିନ କୁଆଡେ ଚନ୍ଦ୍ର ଆମେ ଦେଖେ। ଆମେ ମାନେ ପୂର୍ଣ୍ଣିମା ରାତ୍ରିରେ ପୂର୍ଣ୍ଣଚନ୍ଦ୍ରକୁ ଦର୍ଶନ କରିଥା। ଆଉ ଗୋଟେ କଥା କଣ କହିଲେ ଗାଲୁ କଥା, ବାପା ନାହିଁ ପୁଅ ଜନ୍ମ, ବୋପା ନାହିଁ ପୁଅ ଜନ୍ମ। ବୋପା ନାହିଁ କୁଆଡେ ପୁଅ ଜନ୍ମ। ବଇଲର ଫାର୍ମ କୁକୁଡ଼ା ହେଇଥିବ। ଆରେ କଣ ସେତିକି ଆହୁରି ଅଛି, ପୁଅ ଯେତେବେଳେ ଜନ୍ମ ହେଲା ତା ମା କୁଆଡେ ଘରେ ନଥିଲା। ଏମିତିଆ କବି ଲେଖିଲା ଯେ ମା ନାହିଁ ଛୁଆ ଜନ୍ମ ହେଲା। ଆରେ ଦିଦି ବା କହିଲେ ତୁ କାଇଁ ମୋ ଉପରେ ରାଗୁଛୁ? ସେଇଥିରେ ମଇ ଦଉଥିଲେ ପୁଅ। ସନ୍ଥ ଅର୍ଖିତ ଦାସ ଲେଖିଛନ୍ତି ଓଳାଶୁଣୀ ମଠ ମହନ୍ତ, ଯାହା ସବୁ ପୁରାଣର ନିର୍ଯାସ ଏ ହେଲା ପୌରାଣିକ ତଥ୍ୟ, କିଛି ମୋ ମନ ଗଢ଼ା କଥା ନୁହେଁ ଆଜ୍ଞା। ତେବେ କଣ ଦଳାଇ ଆଜ୍ଞା ଏ ସଂସାରରେ ଅନେକ ପୁଅ ଅଛନ୍ତି ତାଙ୍କର ବାପା ଅଛନ୍ତି, ଆଉ ଅନେକ ପୁଅ ବି ଅଛନ୍ତି କଣ ବାପା ବାପା ନାହିଁ। ମାନେ ପିତୃହୀନ ବା ପିତାଙ୍କର ପରିଚିତ ତାଙ୍କ ପାଖରେ ନାହିଁ। ହୁଏତ କାହାର ବାପା ପୁଅର ଅଧା ବୟସରୁ ବାପା ଚାଲି ଯାଇଥିବେ, ତାର ବାପା ନାହିଁ। ଆପଣ କୋଉ ବାପା କଥା କହିଲେ? କହିଲେ ବାପା ନଥାଇ ପୁଅ ଜନ୍ମ। ଆଚ୍ଛା, ବାପା ବିଲକୁଲ ନାହିଁ, ପୁଅ ଜନ୍ମ। ତେବେ ହେ ମୋର ବରେଣ୍ୟ ଜ୍ଞାନୀ ସନ୍ତାନ ମୋ ମାଲୋ ଆମେ ମାନେ ଯୋଉ ପୁରାଣ ପୃଷ୍ଠାକୁ ଖେଳେଇବା ଆଜ୍ଞା, ଦେଖିବା ଆମର ଦେଶ ଯୋଉ ଭାରତ, ଏ ଭାରତ ମାତାର ନାମ କାହିଁକି ଭାରତ ହେଇଛି କହିଲୁ? ଜଣେ ଅରବୀୟ ପୁଅର ନାମ ଅନୁସାରେ ଗୋଟା ତଳେ ପଡିବନି। କିଏ ବାଡେଇବ? ଗୋଟା ଆମ ଗାଁରେ ତଳେ ପଡିବନି। ଏ ଭାଗବତପୁର ଏରିଆ କି ବାଲିଆ ଭାଗବତପୁର ଏରିଆ ମାଟ ଗୋଟା ତଳେ ପଡିବନି। ସବୁ ବମିକି ବ୍ୟାଟିଂ ଷ୍ଟାର୍ଟିଂ ହେଇଛି। ଆରେ ବୁଢା ଏମିତି କାଇଁ ହଉଛୁ? ଆରେ ମୋତେ କେତେ ଶ୍ରଦ୍ଧାରେ ନିମନ୍ତ୍ରଣ କରି ଆଣିଛନ୍ତି ଆମ ଅନୁଷ୍ଠାନର ନନା ମାନେ, ଭାଇ ମାନେ, ଆସିବା ବେଳରୁ ତାଙ୍କ ପାଦ ତଳେ ଲାଗୁନି ଆମକୁ, ସେ ଏମିତି ଚର୍ଚ୍ଚା କରୁଛନ୍ତି। ଆଜ୍ଞା କିଏ ମାଡ଼ କିଏ ଦବ? ଭାଗଲା ଚୁପ୍ ବଦମାସ। ତେବେ ଆଜ୍ଞା ମାନେ ଦେଖନ୍ତୁ ଯେ କି ଦୁଷ୍ମଦେବ ଶକୁନ୍ତଳାଙ୍କର ପୁତ୍ର ଭରତ ସେ ଏମିତି ସୁଶାସନ କଲେ ସଂସାରରେ, ସେଇ ଦିବ୍ୟ ମହାନର ପୁରୁଷଙ୍କ ପାଇଁ ଏ ଦେଶର ନାମ ହେଇଗଲା ଭାରତ। କି ନାହିଁ, ଯେତେବେଳେ ଏ ରାଜା ସଗରର ବଂଶ ସବୁ ବାପା ନିଆଁରେ ଅଗ୍ନିରେ ପ୍ରଜ୍ୱଳିତ ହେଉଥିଲେ, ଏ ସ୍ୱର୍ଗରୁ ଗଙ୍ଗାକୁ ପୃଥିବୀକୁ ଧରାବତରଣ କରିଥିଲେ କିଏ? ଜଣେ ଅଣବାପୁଆ ବାପ ନଥିବା ଦୁଇଟି ମାଙ୍କ ଠାରୁ ଜନ୍ମ ନେଇଥିବା ପୁଅ, ଯାହାର ନାମ ହେଲା ଭଗୀରଥ। ଆଜି କିନ୍ତୁ ଆଉ ଜଣେ ଅଣବାପୁଆ କଥା, ଅଣବାପୁଆ ସନ୍ତାନର କଥା ଆପଣ ମାନେ ଶୁଣିବ। ଖାଲି ସ୍ଥିର ମନରେ ଟିକେ ଲକ୍ଷ୍ୟ ରଖନ୍ତୁ ଆଜ୍ଞା, ଟିକେ ଧୈର୍ଯ୍ୟ ଦେଇ ବସନ୍ତୁ। ତେବେ କଥା ହେଲା କଣ ପରେ, ପ୍ରଥମ କଥା ହେଲା ଉଆଁସ ନିଶିରେ ଚନ୍ଦ୍ର ଦର୍ଶନ। ଇଏ ହେଲା ପୁରାଣର ମହକ, ଇଏ ହେଲା ପୁରାଣର ଆକର୍ଷଣ ଆଜ୍ଞା। ଯୋଉଟାକ ଅସମ୍ଭବ ଲାଗେ, ଆଶ୍ଚର୍ଯ୍ୟ ଲାଗେ, ତାହା ଯେତେବେଳେ ସତ୍ୟତାର ପ୍ରତିପାଦିତ ହୁଏ, ସେତିକି ବେଳେ ଆସେ ଠିକ ପୁରାଣର ଆସ୍ୱାଦନ। ତେବେ କରମଳ ଚନ୍ଦ୍ର ଠାକୁର ଅଭିରାମ ପରମହଂସ ଲେଖିଲେ କଣ କହିଲେ? କୋଇଲି ମାଳିକାରେ କଣ ଲେଖିଲେ? ଲୋ କୋଇଲି ଉତୁପାତ ପହଞ୍ଚିବ ଆମ ମନକୁ ଆଜ୍ଞା ଉଆଁସ ରାତ୍ରିରେ କଲେ ଅମାବାସ୍ୟା ରାତ୍ରିରେ ଚନ୍ଦ୍ରକୁ ଦର୍ଶନ କରିବାକୁ ପଡିବ। ଚନ୍ଦ୍ରକୁ ଉଦୟ କରିବା ପାଇଁ ଅମାବାସ୍ୟା ରାତ୍ରିରେ। ତେବେ ବରେଣ୍ୟ ଜ୍ଞାନୀ ସୂଚକ ସେ ଉଆଁସ ନିଶିଟା କିଏ? ସେ ଚନ୍ଦ୍ର କିଏ? ଏହା ତ ଦୁଇଟା ଅର୍ଥରେ ଆମେ ପାଇବା। ଦୁଇଟା ଶୁଣିବା ଜ୍ଞାନୀ, ଗୋଟିଏ ମତ ହେଲା ଆଧ୍ୟାତ୍ମିକ ମତ, ଆଉ ଗୋଟିଏ ମତ ଆଜ୍ଞା ହେଲା
ଆମେ ମାନେ ଦୁଇଟା ମତରେ ଦେଖିବା ଅମାବାସ୍ୟା ରାତ୍ରିର ଚନ୍ଦ୍ର ଗୋଟିଏ ହେଲା ଆଧ୍ୟାତ୍ମିକ ମତ ଆଉ ଗୋଟେ ହେଲା ସାଂସାରିକ ପୌରାଣିକ ମତ ଅମାବାସ୍ୟା ରାତିରେ ଚନ୍ଦ୍ର କେମିତି ଆମେ ଦେଖିବା ପ୍ରଥମ କଥା କୁହନ୍ତୁ କେ ନାଇଁ ଆଉ ବାପ ନଥାଇ ପୁଅ କେମିତି ଜନ୍ମ ହେଲା କୁହନ୍ତୁ ପୁଅ ଯେତେବେଳେ ଜନ୍ମ ହେଲା ମା କୁଆଡେ ଘର ନଥିଲା ତେଣୁ ଏ କଥା ଶୁଣିକି ମୁଁ କା ବାହା ହେଲି ମୁଁ ବା ତା ବାହା ହେଇଗଲିଣି। ପରେ ଆଜ୍ଞା ମାନେ ବଳରାମ ଦାସ ଉଲ୍ଲେଖ କରୁଛନ୍ତି ତତ୍ତ୍ୱକବି ବଳରାମ ଦାସ କଣ ଲେଖିଲେ ତତ୍ତ୍ୱ ଶୁଣିଲେ ତୁମେ ଭାବେ ବିନା ତତ୍ତ୍ୱରେ କାହାରି ଭ୍ରାନ୍ତି ଦୂରୀଭୂତ ହୋଇନାହିଁ ନା କି ନାହିଁ ଭଉଣୀ ଆମର ଗୋଟିଏ ପଦ ବୋଲିଲେ ଆଲୋଚନା କରୁଥିଲେ ଆଜ୍ଞା ମାନେ ଟିକେ ସମସ୍ତ ଲକ୍ଷ୍ୟ ରଖନ୍ତୁ ବାଦିପାଲାର ମର୍ମ କଣ ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନା ଆଜ୍ଞା ଆଜ୍ଞା ଦ୍ୱିତୀୟ ବାଲିକା ରହୁନାହାନ୍ତି ଗାୟକ ଗାୟିକାଙ୍କର ମନର ଉତ୍ସାହ ବଢିବ ବା କେମିତି ଦ୍ୱିତୀୟ ପାଲିରେ ଖାଲି ଚେୟାରମ୍ୟାନ କେମିତି ପରିସ୍ଥିତି ବକ୍ତାର ଶ୍ରୋତା ଯତ୍ର ନ ବିଦ୍ୟତେ ବକ୍ତବ୍ୟ ଦେବା ବ୍ୟକ୍ତିଟା ବା କଣ କରିପାରିବ ଯେଉଁ ସ୍ଥାନରେ ବାପା ଶ୍ରୋତା ରହନ୍ତି ନାହିଁ ଶୁଣିବା ପାଇଁ କାଲି ଦ୍ୱିତୀୟ ପାଲିରେ ପ୍ରାୟ ଏତିକି ଲୋକ ବି ନଥିଲେ ସେଦିନ ଆଜ୍ଞା ସୁତମୁନି ଯେତେବେଳେ ଭାଗବତ ଚର୍ଚ୍ଚା କରାଉଥିଲେ ଏ ରାଜା ପରୀକ୍ଷିତଙ୍କର ସର୍ପଘାତର ଦୋଷ କଟିବା ପାଇଁ ସେତିକି ବେଳେ ପରୀକ୍ଷିତ କହୁଥିଲେ ସୁତମୁନି ଆଚ୍ଛା କଣ କହିଲେ କଣ? କହିଲେ ହରି ଚୋରିତ ସୁଧାରି ଜଗତ ସଂଧାରିଣୀ ସେ ମୋତେ ନଦୀ ହେ ସୁତମୁନି ମହାରାଜ ଆପଣଙ୍କ ମୁଖ କମଳରୁ ନିଃସୃତ ହୋଇଥିବା ଏ ଭାଗବତ ରୂପକ ରସାମୃତକୁ ପାନ କରିବା ପରେ ବା ପାନ କରୁ କରୁ ଏ ଜଗତ ଜନକୁ ଯେଉଁ କ୍ଷୁଧା ସଂହାର କରେ ଯାବତ ନ ପୁରା ଉଦର ତାବତ ଜ୍ଞାନ କାହୁ ମୋର ଅର୍ଣ୍ଣ ବିହୁନେ ହଂସ ହାନି ଯୋଗ ସାଥି ବି କାହା ଘେନି ଅର୍ଣ୍ଣ ବିନା ହଂସ ଆମର ଶ୍ୱାସ ପ୍ରଶ୍ୱାସ ଆଜ୍ଞା ଗତାଗତ ହୋଇପାରେ ନା ଅର୍ଣ୍ଣ ବିନା ପାଟିରୁ ବର୍ଣ୍ଣ କହିଲେ ବଚନ ପଦ ବି ବାହାରି ପାରେ ନା ଆଉ ବିନା ଅର୍ଣ୍ଣର ବାପା ଅବିରତ ଦିବାରାତ୍ରି ଏକ କରି ଭାଗବତ ରୂପକ ରସକୁ ପାନ କରିବାର ବିହନ ଥିଲେ ଯୋଉ ପରୀକ୍ଷିତ କଲେ ନିଗମ କଳ୍ପତରୁ ଗଳିତ ଫଳ ସୁଖ ମୁଖାଦମୃତ ଦ୍ରବ ସଂଯୁକ୍ତ ବିବାଦ ଭାଗବତ ରସ ମୁହୁର ରସିକା ଭୂମି ଭାବୁକା ସଂସ୍କୃତ ଭାଗବତ ଲେଖିଲେ ବ୍ୟାସଦେବ କହିଲେ ଆପଣଙ୍କ ମୁଖରୁ ଭାଗବତ ରୂପକ ରସମୃତ ପାନ କଲା ପରେ ଏ ଜଗତ ସଂଧାରିଣୀ କ୍ଷୁଧା ସିଏ ମୋତେ ଆଜି ବାଧା ଦେଇ ପାରୁନାହିଁ ଯେବେ ଜଗତ ସଂଧାରିଣୀ କ୍ଷୁଧା ଆଜ୍ଞା ସେଦିନ ପରୀକ୍ଷିତ ରାଜାଙ୍କୁ ବାଧା ଦେଇ ପାରୁନଥିଲା ତେଲେ ଆମ ମାନଙ୍କୁ କାହିଁ ବାଧା ଦେଉଛି କାହିଁକି ଆଜି ଚେୟାର ଖାଲି ପଡୁଛି କାହିଁକି ଆଜି ପଲାଶଟା କମୁଛନ୍ତି ଆଜ୍ଞା ଦ୍ୱିତୀୟ ପାଲିରେ ଖାଇବାକୁ ଯିବେନି ଯଦି ଏଇଠି ଆଜ୍ଞା ଗୋଟାଏ ନାଚ ଆସି ପଡିଥାନ୍ତା ମେଲାହାଡି ହେଇଥାନ୍ତା ବ୍ଲାକ ବାପା ଟିକେଟ ବିକ୍ରି ହୋଇଥାନ୍ତା ସାରା ରାତି ଜାମ ହୋଇଥାନ୍ତା କେତେ ପ୍ରକାରର ଭକ୍ତମାନେ ଦର୍ଶକ ମାନେ ଆସି ଉପସ୍ଥିତ ହୋଇଥାନ୍ତେ କେମିତି ହେବେ ଦେଖିବ କି ନାଇଁ ଭାଗବତରେ ତେଣୁ ଜଗନ୍ନାଥ ଦାସ ଲେଖିଲେ କହିଲେ ଭକ୍ତିର ପ୍ରୀତି ନାହିଁ ଯାହାର ଭକ୍ତିର ପ୍ରୀତି ନାହିଁ ସିଏ ଯେତେ ମାଳା ଜପ କଲେ ହରି ହରି ରାମ ରାମ ଜପିଲେ ମଧ୍ୟ ସେ କେବେ ହେଲେ ନାରାୟଣ ବାମ
ମହାଦେବଙ୍କର କୃପାର ଅଧିକାରୀ ହୋଇପାରେ ନାହିଁ। ତେବେ କଥା ହେଲା କଣ ମୋ ବରେଣ୍ୟ ଜ୍ଞାନୀ ସଚନ? ଅମାବାସ୍ୟା ରାତିରେ ରୁହ ରୁହ, ସିଆଡକୁ ଯା। ଭଉଣୀଙ୍କ କଥା ଟିକିଏ ମନେ ପଡିଛି। ଆହୁରି ଭଉଣୀ ମୋର ଭାଗବତର ଗୋଟେ ପଦ ଗାୟନ କରିଥିଲେ, ଜାନାମ ମୁକଟି ପୋସରା ସେ କିମ୍ବା କଲେ ପର ତାରା। ବଢିଆ ପଦ। କଣ ବୁଝେଇଲେ? ଇଏ ପରଦାରା ହେଲେ ଯେ କି ବୃନ୍ଦାବତୀ, ବୃନ୍ଦାବତୀ ରୂପିଣୀ ପର ସ୍ତ୍ରୀକୁ ହରଣ କଲେ ନାରାୟଣ। ଏଇଆ ପଲ୍ଲା ଆମେ ତ ହୁଏ କି ପଲ୍ଲା ନାଇଁ ମ ନାଇଁ, ଏଥିରେ ପଲ୍ଲା ହୋଇ ପାରିବ ମାମୁଁ ପଲ୍ଲା ଶିଖିବେ। ମାମୁଁ ଗଲୁ ଦେଖିବୁ ପାଲା ବାଲା କଣ କରୁଛନ୍ତି। ଭଉଣୀ ମୋର ଆସ ଟିକେ ପାଲା ଦେଖ। ଦେଖ ଦେଖ ଏଥିରୁ ଆମ ପାଇଁ କି ଶିକ୍ଷା ଅଛି ଆଜ୍ଞା? ଏ ଶିକ୍ଷା କେବଳ ଭଗବାନ ଶ୍ରୀକୃଷ୍ଣ ପରଦାରା କରିନଥିଲେ, ନାଇଁ ନାଇଁ ଆମେ ମାନେ ସମସ୍ତେ ପରଦାରା ଗ୍ରହଣ କରିବା। ଆରେ ଯେବେ ଭଗବାନ ଶ୍ରୀକୃଷ୍ଣ ପରଦାରା ବୋଲି ସେଦିନ ଜଳନ୍ଧରର ସ୍ତ୍ରୀ ବୃନ୍ଦାବତୀକୁ ହରଣ କଲେ ଭଉଣୀଙ୍କ ନିର୍ଦ୍ଦେଶ ଅନୁସାରେ, ଏବେ କଣ ଆମେ ସେ ମା ବୃନ୍ଦାବତୀକୁ ହରଣ କରି କରିବା? ମୋ ଯୁବକ ଭାଇ ମାନେ କଣ ସେ ବୃନ୍ଦାବତୀକୁ ହରଣ କରିବା? ବାପା ମାନେ କଣ ବୃନ୍ଦାବତୀକୁ ହରଣ କରିବା? ତେବେ କାହିଁକି କଥା କହିଲି? ଭାଗବତର ପୁରା ଜଗନ୍ନାଥ ଦାସ ଲେଖିଲେ, କହିଲେ କଣ ଲେଖିଲେ? କହିଲେ ମହତେ মহাজন যে নগতস্য পন্থা অহত ব্যক্তি মানে যে বান্দর বাতই হতে ଅନ୍ୟମାନେ ତାଙ୍କରି ପଥକୁ ଅନୁସରଣ କରି ସେହି ପଥର ପଥିକ ହୋଇଲେ ସେମାନଙ୍କର ଜୀବନ ଆଜ୍ଞା ଧନ୍ୟ ହୁଏ, ସୁଗମ ହୁଏ, ସରସ ହୁଏ, ସୁନ୍ଦର ହୁଏ, ସରଳ ହୁଏ, ମହିମାବନ୍ତ ହୁଏ, ମଣିଷଟି କୀର୍ତ୍ତିବନ୍ତ ହୋଇଯାଏ। ବ୍ୟାସଦେବ ଲେଖିଲେ, କଣ ଲେଖିଲେ? କହିଲେ ବସୁଦେବ ସୁତଂ ଦେବ କଂସ ଚାଣୁର ମର୍ଦନ ଦେବକୀ ପରମାନନ୍ଦ କୃଷ୍ଣନନ୍ଦ ଜଗତ ଗୁରୁ। ଭଗବାନ କୃଷ୍ଣ ଯେବେ ହେଲେ ଜଗତ ଜନକର ଗୁରୁ, ତେବେ ଆମେ ମାନେ ତାଙ୍କର ଶିଷ୍ୟ। ଗୁରୁଙ୍କୁ ଅନୁକରଣ କରିବା, ଗୁରୁଙ୍କର ଜ୍ଞାନ ଗ୍ରହଣ କରିବା, କର୍ମକୁ ଚିନ୍ତନ କରିବା, ସ୍ମରଣ କରିବା, ଗ୍ରହଣ କରି ଚଳିବା ପ୍ରତ୍ୟେକ ଶିଷ୍ୟ ଶିଷ୍ୟଙ୍କର କର୍ମ। ତେବେ ଭଗବାନ ଯେବେ ପରଦାରା ଗ୍ରହଣ କଲେ, ଆମେ କାହିଁକି ପରଦାରା ଗ୍ରହଣ କରିବା? ତେବେ ଦେହ କଣ, ଦେହି କଣ? କେମିତି ପାଲା ଦେଖ। ଇଏ ଶରୀରଟା ହେଲା ଆମର ଦେହ, ହେଲେ ଦେହି ଗୃହ ମଧ୍ୟରେ ଯିଏ ରହେ ସିଏ ହେଲା ଗୃହୀ। ତେଣୁ ଦେହ ଭିତରେ ଯିଏ ଥାନ୍ତି ସିଏ ହେଲା ଦେହି। ଦେହ ଭିତରେ ତେଣୁ ବ୍ୟାକରଣର ଏହି ନିର୍ଦ୍ଦେଶ ଅନୁସାରେ ସେ ଦେହି କେବେ ମୁକ୍ତି ପାଇପାରିବ ନାହିଁ, ପବିତ୍ର ହୋଇପାରିବ ନାହିଁ, ଆମର ଆଜ୍ଞା ଆତ୍ମାର ସଦ୍ଗତି ହୋଇପାରିବ ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ ମାନେ ପରଦାରା ଗ୍ରହଣ କରିନଥିବା। ତେବେ ଆମ ମାନଙ୍କୁ ସେଇ ପରଦାରାକୁ ଚିହ୍ନିବାକୁ ପଡିବ। ପରଦାରା କିଏ? ଆରେ ପୁରାଣ ମତରେ ସିନା ନାରାୟଣଙ୍କ ପାଇଁ ଆଜ୍ଞା ପରଦାରା ହେଲା ବୃନ୍ଦାବତୀ। ଆମ ପାଇଁ ତ ବୃନ୍ଦାବତୀ ପରଦାରା ନୁହନ୍ତି, ସେ ଆମ ମା। ମାକୁ ଯେବେ ସନ୍ତାନ ହରଣ କରିବ, ରକ୍ଷା ଅଛି ସଂସାରେ ତାକୁ, ତେବେ ସେ ପରଦାରା ପରଦାରା ବୋଲି ବୃନ୍ଦାବତୀକୁ ମଧ୍ୟ କୁହାଯାଇନି ନାରାୟଣଙ୍କ ପାଖରେ। ବୃନ୍ଦାବତୀ ବ୍ୟତିରେକ ଆହୁରି ପରଦାରା ଗ୍ରହଣ କରୁଛନ୍ତି ଭଗବାନ କୃଷ୍ଣ। ଏ ସଂସାରବାସୀକୁ ସୁଚେତାବନୀ ଦେବା ନିମନ୍ତେ, ଏ ସଂସାରବାସୀଙ୍କର ମଙ୍ଗଳ କାମନା କରି, ଏ ସଂସାରବାସୀଙ୍କର ମୁଖ୍ୟ ଗତିକୁ ଲକ୍ଷ୍ୟ କରି, ଏ ସଂସାରବାସୀଙ୍କର ଦେହର ପବିତ୍ରତା ପାଇଁ ପରଦାରା କିଏ ବୋଲି ଚିହ୍ନେଇ ଦେଇଛନ୍ତି, ନିର୍ଦ୍ଦେଶ ଦେଇଛନ୍ତି
ହଉଛନ୍ତି ମୋ ପ୍ରଭୁ ନାରାୟଣ। କିଏ ଲେଖିଲେ? କିଏ ଲେଖିଲେ? ଆପଣ ମାନଙ୍କର କବି ଯଶୋବନ୍ତ ଦାସ। କେଉଁ ପରଦାକୁ ଭଗବାନ କୃଷ୍ଣ ଗ୍ରହଣ କରିଥିଲା, ସେଇ ପରଦାକୁ ଆମେ ମାନେ ମଧ୍ୟ ସମସ୍ତେ ଗ୍ରହଣ କରିବା। କିଏ ସେ ପରଦାରା? ତେବେ ସେ ପରଦାରା କିଏ? ଆତ୍ମାକୁ ସ୍ତ୍ରୀ ରୂପ କରି ଶ୍ରୀରାଧା ଅଙ୍ଗର ବିହରି ଗୋବିନ୍ଦ 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 ପ୍ରେମ ଆସ୍ୱାଦର ସଦେଇ ଏହାକୁ ପ୍ରେମ ଭକ୍ତି କହି। ଗୋବିନ୍ଦ। ତେବେ ସେ ପରଦାରା କିଏ? ପରଦା ଯୁକ୍ତର ସମାନ ପରଦାରା। କଣ କହୁଛନ୍ତି? ମୁଁ ଆଗରେ କାଲା ଚୋବେଇଲା ଭଳିଆ ମୋର କାନରେ ପଶୁନି। ଆରେ କାଲା ଆଗରେ ବୋଲା। କଣ କଥା? ପରଦାରେ ଯିଏ ରା ପକାଇନି, ରା ଗ୍ରହଣ କରିନି। ଆରେ ଭଗବାନ କୃଷ୍ଣ ଯୋଉ ପର୍ଯ୍ୟନ୍ତ ପରଦାରେ ରା ଗ୍ରହଣ କରିନଥିଲେ, ସେ ପର୍ଯ୍ୟନ୍ତ ସେ ଅପବିତ୍ର ଥିଲେ। ଯେତେବେଳୁ ସିଏ ତାଙ୍କ କର୍ଣ୍ଣରେ କର୍ଣ୍ଣ ପରଦାରେ ରାକୁ ଜପ କଲେ, ରା କଥା ଶୁଣିଲେ, ରାକୁ ଗୁଣୁଗୁଣେଇଲେ, ରା ଗ୍ରହଣ କଲେ, ସେତିକି ବେଳୁ ସେ ପବିତ୍ର ହେଲେ। ତେବେ ଆମେ ମାନେ ମଧ୍ୟ ଭଗବାନ କୃଷ୍ଣଙ୍କ ଭଳି ଆମ କର୍ଣ୍ଣ ପରଦାରେ ରା 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 ଶୁଣିବା। ସେ ରା କିଏ? ମୋ ଭଗବାନ କୃଷ୍ଣଚନ୍ଦ୍ରଙ୍କର ଦେହି ଦେହି ଦେହି। ଦେହି କହିଲେ ଦେହ ଭିତରେ ଥାଏ ଯୋଉ ଆତ୍ମା, ମୋ ପ୍ରଭୁଙ୍କର ଆତ୍ମା ଯାହା ସମସ୍ତଙ୍କୁ ମୁକ୍ତି ଦାନ କରନ୍ତି। ତେଣୁ ହେଲା କଣ ଆଜ୍ଞା? ଆମେ ମାନେ ସମସ୍ତେ କର୍ଣ୍ଣ ପରଦାରେ ରା ମନ୍ତ୍ର ଜପ କରିବା। ସେ ରା କିଏ? ରାରୁ ରାଧା, ରାରୁ ରାମ, ଜ୍ୟୋତିର୍ମୟ ବ୍ୟକ୍ତି ବିଶେଷ ଯିଏ ହେଲେ ଗୁରୁ ଗୁରୁ ଗୁରୁଦେବ। ଅର୍ଥାତ୍ ଯିଏ ଗୁରୁ ମନ୍ତ୍ର କର୍ଣ୍ଣରେ ନ ପକାଇଛି, ଯିଏ ଗୁରୁ ଗ୍ରହଣ କରିନାହାନ୍ତି, ତାଙ୍କ ଆତ୍ମା କେବେ ପବିତ୍ର ହୋଇନାହିଁ। ଯିଏ ରାଧା ରାଧା ଜପ କରିନାହାନ୍ତି, ସେ ଆଜ୍ଞା କେବେ ପବିତ୍ର ହୋଇନାହାନ୍ତି। ଯେ ରାମ ରାମ ଜପ କରିନାହାନ୍ତି, ଯେ ଗୋବିନ୍ଦ ଗୋବିନ୍ଦ ଜପ କରିନାହାନ୍ତି, ସିଏ ମଧ୍ୟ କେବେ ପବିତ୍ରିତ ନୁହନ୍ତି। ୟା ଭିତରେ କେତେ ତତ୍ଵର ନିର୍ଯାସ ଅଛି। ଗୀତ ଲଭି ଗୋବିନ୍ଦ କି ଗୀତ ଗାଇବି, କେଉଁ ଗୀତ ଗାଇବୁ ଯେ କେଉଁ ଗୀତ ଗାଇବୁ
हो ଶୁଣିବା ଗୁଣିକ ଜନ ଦେଇ ଭିଡ଼ ମନ ଯାହା ଯାହା ଦେହ ମାନ ହେବା ଲୋକନ। ଆଉ ଅମାବାସ୍ୟାର ଜମିରେ ଚନ୍ଦ୍ରକୁ ଦର୍ଶନ ବାପର ତାଇ ପୁଅଟି ହୋଇଲା ଜନମ ପୁଅଟି ଜନମ ହୋଇଲା ତମର ଘରେ ଜନ ଥିଲା ଏହି କଥା ମତେ ପରା ହୋଇବ ମନମାରି ଶୁଣିବେ ହେସୁ ଚାଲିବ। ତେବେ ଉଆଁସ ନିଶିରେ ଚନ୍ଦ୍ର ଦର୍ଶନ ଆଧ୍ୟାତ୍ମିକ ମତରେ ଏ କଥାକୁ ଦର୍ଶାଇଛନ୍ତି କିଏ? ଜଗତଗୁରୁ ଠାକୁର ଅଭିରାମ ପରମହଂସ ଦେବ। କଣ କହିଲେ? ଆଧ୍ୟାତ୍ମିକ ତତ୍ଵ ଅଜ୍ଞାନ ତିମିର ପରେ ଅଜ୍ଞାନ ଆଜ୍ଞା ତିମିର କହିଲେ ଅନ୍ଧକାର ତା ଭିତରେ ଜ୍ଞାନ ହେଲା ଚନ୍ଦ୍ର। ତେଣୁ ଅଜ୍ଞାନ ରୂପକ ଅନ୍ଧକାର ବା ଅମାବାସ୍ୟା ରାତ୍ରିରେ ଆମେ ମାନେ ତେବେ ଜ୍ଞାନ ଚନ୍ଦ୍ର ଉଦୟ କରିପାରିବା। ତେବେ ଉଆଁସ ନିଶିରେ ଚନ୍ଦ୍ରକୁ ଦର୍ଶନ କରିବା ହୋଇବ। ତେଣୁ ଇଏ ଗଲା ଆଧ୍ୟାତ୍ମିକ ତତ୍ଵର କଥା। କିନ୍ତୁ ସଂସାର ମତରେ ମାମା ପୁରାଣ ମତରେ ଆଜ୍ଞା ଆମେ ମାନେ ସମସ୍ତେ ଗୋଟାଏ ଅମାବାସ୍ୟା ରାତିରେ ଚନ୍ଦ୍ରକୁ ଦେଖୁଛେ। ଗୋଟାଏ ଅମାବାସ୍ୟା ରାତିରେ 12 ମାସରେ 12 ଗୋଟି ଅମାବାସ୍ୟା ଆସୁଥିଲା ବେଳେ ଆଜ୍ଞା 11 ମାସର ଅମାବାସ୍ୟାରେ ଆମକୁ ଚନ୍ଦ୍ର ଦେଖାଯାନ୍ତି ନାହିଁ। ମାତ୍ର ଗୋଟିଏ ଅମାବାସ୍ୟାରେ ବର୍ଷ ସାରା ମଧ୍ୟରେ ଗୋଟିଏ ଅମାବାସ୍ୟା ରାତିରେ ଆମେ ଚନ୍ଦ୍ରକୁ ସମସ୍ତେ ଆଚ୍ଛା ଯୋଉ ଗୋଟିଏ ଅମାବାସ୍ୟାରେ ଚନ୍ଦ୍ର ଆମେ ସମସ୍ତେ ଦେଖୁଛେ ଆପଣ କହିଲେ ସେଟା ଆପଣ କରିଦେବେ ନିଶ୍ଚିନ୍ତ। ତା ତଳଟା ବାପ ନଥାଇକି ପୁଅ ଜନ୍ମ ଏଟା କହିପାରିବେ ନିଶ୍ଚିନ୍ତ। ତା ତଳଟା ଯେତେବେଳେ ପୁଅ ଜନ୍ମ ହେଲା ମା ସେତେବେଳେ ଘରେ ନଥିଲା। ଏଇ କଥାଟା ଭାରି ଅଡୁଆ ଲାଗେ। ମା ଠାରୁ ଛୁଆ ଜନ୍ମ ହବା କଥା
ଚାଲିଯିବା ସେ ପ୍ରସଙ୍ଗକୁ ଆଜ୍ଞା ଏଇଟା ଆଜ୍ଞା ଗୋଟେ ଛାନ୍ଦ ଆଣିବା ଛାନ୍ଦର ରାଗ ହେଲା କଳସା ଯିବ ଜାମତାଳ ଦଶମାତ୍ରାରେ ଆଜ୍ଞା ଲେଖୁଛନ୍ତି କବି ଧ୍ରୁବଚରଣ ଷଡ଼ଙ୍ଗୀ କଣ କହିଲେ ଶୁଣା କର ଜାମତାଳ ଦଶମାତ୍ରାରେ ଯିବ ଛାନ୍ଦ ଭଉଣୀ ଆମର ଗୋଟେ କହିଲେ ରାଗ ଓଡିଶୀ ଓଡିଶୀ କଣ ଆଜ୍ଞା ଗୋଟେ ରାଗ ନାଇଁ ନାଇଁ କଣ ଇଏ କଥା ନା ତାର ତାଙ୍କ ପାଠରେ ଯାହା ଲେଖା ହେଇଛି ନା ଆଉ ଆରେ ସଙ୍ଗୀତର ଗୋଟେ ଭେଦ ସେ କହିଲେ ହବ କେମିତି ଛାନ୍ଦ ହେଲା ଗୋଟେ ପ୍ରକାର ସଙ୍ଗୀତ ଆଜ୍ଞା ଚମ୍ପୁ ହେଲା ଗୋଟେ ପ୍ରକାର ସଙ୍ଗୀତ ଓଡିଶୀ ମଧ୍ୟ ଗୋଟେ ପ୍ରକାରର ସଙ୍ଗୀତ ଛାନ୍ଦର ଯେମିତି ଅନେକ ରାଗ ରାଗିଣୀ ଅଛି ଚମ୍ପୁରେ ମଧ୍ୟ ସେଇଭଳି ଅନେକ ରାଗ ରାଗିଣୀ ଅଛି ଓଡିଶୀରେ ମଧ୍ୟ ସେଇଭଳି ଅନେକ ରାଗ ରାଗିଣୀ ଅଛି ଓଡି ଝୁଙ୍କ ଦୋସରା ଆଁ? ଆଉ ଭର୍ତ୍ତା କରିବା ଝୁଙ୍କ ଦୋସରା ଆଉ? ତରକାରୀ ଝୁଙ୍କ ଦୋସରା ସବୁ ନିଆରା ନିଆରା ତେଣୁ ଛାନ୍ଦଟି ଆଣିବା ଲେଖିଲେ କବି ଧ୍ରୁବଚରଣ ଷଡ଼ଙ୍ଗୀ ଜାମତାଲ ଦଶମାତ୍ରା ରାଗ ଝାମ୍ପି ଦିଅ କଣ କହିଲେ କଣ ବୋଲକି ଯା 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 ବାଦନ କରି ଆଉ ବିରତି ନନ୍ଦନ ବୋଲକି ବାଦନ କରି ବିରତି ନନ୍ଦନ ବୋଲକି ବାଦନ କରି ଆଉ ପ୍ରଭୁ ନାମ ଗାଇ ଗାଇ ପ୍ରଭୁ জ্ঞানী সজ্জন বল্লকি কহিলা আজ্ঞା বীণা ଆଜ୍ଞା ଆଉ ନାରଦଙ୍କ ବୀଣାର ନାମ ହେଲା ମହତି ହଁ ମହତି ନାମକ ବୀଣାକୁ ବଜାଇ ବଜାଇ ଦେବର୍ଷି ନାରଦ ଦିନେ ପଥ ମଧ୍ୟରେ ଗମନ କରୁଥିଲେ ଆଚ୍ଛା ଆଉ ଯିବା ବେଳେ ଗଲେ ଯାଉ ଯାଉ ସେ ପହଞ୍ଚିଲେ କୈଳାସ ପର୍ବତରେ କାହିଁକି ଆପଣମାନେ ସମସ୍ତେ ଜାଣନ୍ତି ଶାସ୍ତ୍ର ମଧ୍ୟ କହନ୍ତି ବାସେ କଣ କହିଲେ 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 ଓସାର ସଂସାର ସାର ଶ୍ୱଶୁର ମନ୍ଦିର ହିମାଳୟ ହର ସେତ ହରି ସେତ ବାପା ମାନେ ଭାଇ ମାନେ ମୋର ସମସ୍ତେ ଟିକେ ଲକ୍ଷ୍ୟ ରଖନ୍ତୁ ଚିନ୍ତା ନ କରନ୍ତୁ ଆଜ୍ଞା ଆମ ମାନଙ୍କ ପାଇଁ ସବୁଠାରୁ ସୁଖଦାୟକ ଘର ବେଶୀ ଭଲ ଲାଗେ ଅଳ୍ପ ସମୟ ପାଇଁ ହେଲେ ବି ସୁଦ୍ଧା କେଉଁ ଘର କାହା ଘର କହିଲୁ ମୋ ଶାଳୀ ଘରକୁ ମୁଁ ଭଲ ପାଏ ହେଁ? ଶାଳୀ ପ୍ରିୟ ଲୋକଟି ଆଉ କିନ୍ତୁ ଏ ଜଗତର ପିତା ଯାକେ ହରି ଏବଂ ହର ସିଏ ତାଙ୍କ ଶ୍ୱଶୁର ଘରକୁ ଭଲ ପାଆନ୍ତି କାରଣ କଣ ହିମାଳୟ ହର ସେତେ ବାସ୍ ହିମାଳୟର କୈଳାସ ପର୍ବତରେ ଅଛନ୍ତି ପ୍ରଭୁ ଦେବଦେବ ମହାଦେବ ସେଇଟା ଶିବଙ୍କ ଘର ନା ପାର୍ବତୀଙ୍କ ବାପ ଘର ଆଜ୍ଞା ମା ପାର୍ବତୀ ହେଲେ ହିମାଳୟଙ୍କ କନ୍ୟା ହୈମବତୀ ମା ଗିରିଜା ତେଣୁ ଶ୍ୱଶୁର ଘରେ ରହିଲେ ହର କହିଲେ ମହାଦେବ ଆଉ ମା ହେଲେ କ୍ଷୀରାବ୍ଧିତ ଲକ୍ଷ୍ମୀ ବଳରାମ ଦାସ ଲେଖି ନାହାନ୍ତି ମହାଲକ୍ଷ୍ମୀ ପୁରାଣରେ ନମସ୍ତେ କମଳା ମାଗ ସାଗର ନମସ୍ତେ 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 କମଳା ଅତି ନମସ୍ତେ କମଳା ମାଲ ସାଗର ଦୁଲଣୀ
ତେଣୁ ସମୁଦ୍ରଙ୍କର କନ୍ୟା ଯେବେ ହେଲେ ମା ଲକ୍ଷ୍ମୀ ଠାକୁରାଣୀ ନାରାୟଣ କୋଉଠିକିରେ ପୁଅ ଅନନ୍ତ ଶୟନ କରିଛନ୍ତି ସେଇ ସମୁଦ୍ର ଭଲରେ କହ ସମୁଦ୍ର ଭିତରେ ରହିଛନ୍ତି ଅନନ୍ତ ଶଯ୍ୟାରେ ଶୋଇଛି ବୁଢା ପ୍ରଭୁ ନାରାୟଣଙ୍କର ଗୋଟିଏ ନାମ ଆଜ୍ଞା କେଶବ କାହିଁକି କଣ ସିଏ ସପ ଭଳି ଭାସୁଥିବାରୁ ସପ ଭଳି ଭାସୁଛନ୍ତି ଯେହେତୁ ନାରାୟଣ କରେ ତେଣୁ ତାଙ୍କ ନାମ ହେଲା କେଶବ କ କହିଲା ଆଜ୍ଞା ଜଳ ଜଳ ଆଉ ଗୋଟିଏ ନାମ ହେଲା ଖ କହିଲା ଆକାଶ ଗ କହିଲା ଗଗନ ଘ କହିଲା ଘର ଛାଡ ତେଣୁ କ କହିଲା ଜଳରେ ସପ ଭଳି ଭାସମାନ ଅବସ୍ଥାରେ ରହିଥିବାରୁ ନାରାୟଣ ତାଙ୍କ ନାମ ହେଲା କେଶବ ତେଣୁ ହିମାଳୟ ଭଳି ଶ୍ୱଶୁର ଘରେ ରହିବାକୁ ଶିବଙ୍କ ପସନ୍ଦ ଏ ସମୁଦ୍ର ଭଳି ଶ୍ୱଶୁର ଘରେ ରହିବାକୁ ନାରାୟଣଙ୍କ ପସନ୍ଦ ତେଣୁ ବାପ ସେ ବେଟା ଜ୍ୟାଦା ହିସାବରେ ଆମ ମାନଙ୍କ ଭାଇ ମାନଙ୍କର ବାପା ମାନଙ୍କର ପସନ୍ଦ କେମିତି ଶ୍ୱଶୁର ଘରେ ନ ରହିବାଟା ହବ ସେଇଥିପାଇଁ କି ଶ୍ୱଶୁର ଘରକୁ ଗଲେ ମିଠା ଆମ ବୁଢା ତା ଘରକୁ ଆଉ ଯାଉନି ଘର ଜଣେ ହେଇକି ରହି ଆଉ ବାପାକୁ ତୁ ଦଉଛୁ କଣ ଖାଇବାକୁ କହିଲୁ କଣ ବୁଢା ମାଛ ମାଂସ ଖାଇଲେ ଝାଡା ହଉଛି ତାକୁ ହୋଲି ପିଆଜ ଲୁଣି ସୁଗାର ଟିକେ ଟିକେ ମଝିରେ ମଝିରେ ନଡିଆ ଦେଇଦବୁ ତେଣୁ ଏ ସଂସାର ରୀତିନୀତି ଏମିତିଆ ସନ୍ତାନ ସଂସାରରେ ତେଣୁ ଆମ ବାପା ତ ସେଇ ବାଟରେ ଗଲେ ପୁଅ ମାନେ ଆମେ କେମିତି ବା ଅନ୍ୟ ବାଟ ଧରିବା ସେଠି ଗୋଟେ ଇଣ୍ଟରେଷ୍ଟିଂ ଜାଗା କଥା ସିଆଡକୁ ଯିବାନି କଥା ଆମର କୁଆଡକୁ ଯିବ ଅମାବାସ୍ୟା ରାତି ତେବେ ଆଜ୍ଞା ସେଦିନ ଦେବର୍ଷି ନାରଦ ମହତି ନାମକ ବୀଣା ବଜାଇ ବଜାଇ ପହଞ୍ଚି ଯାଇଛନ୍ତି ଯାଇ କୈଳାସପୁର ନାରାୟଣ ନାରାୟଣ ନାରାୟଣ